ଓଡ଼ିଶାର ଚାଷୀଙ୍କ ପାଇଁ ବଡ଼ ଖବର। ଧାନ ବିକ୍ରୟ କରିବା ପୂର୍ବରୁ କରନ୍ତୁ ଏହି କାମ, ନଚେତ୍ ଟଙ୍କା ଫସିଯିବ। ଦେଖନ୍ତୁ, ଯଦି ଆପଣ ଓଡ଼ିଶାର ଜଣେ ଚାଷୀ ଅଟନ୍ତି, ତାହେଲେ ସରକାରଙ୍କ ତରଫରୁ ଆପଣମାନଙ୍କ ପାଇଁ ରହିଛି ବଡ଼ ଘୋଷଣା। ଚଳିତ ବର୍ଷ ଖରିଫ ମାର୍କେଟିଂ ବର୍ଷ 2025-26 ପାଇଁ ଧାନ ବିକ୍ରୟ କରୁଥିବା ଚାଷୀଙ୍କ ପାଇଁ ଏବେ ଏଗ୍ରିଷ୍ଟାକ୍ ପୋର୍ଟାଲରେ ଚାଷୀ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ସରକାର କହିଛନ୍ତି ଯେ ପଞ୍ଜୀକରଣ ବିନା ଧାନ ବିକ୍ରୟ ହେବ ନାହିଁ କିମ୍ବା ଫସଲ ବୀମା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ସିଏମ୍ କିଷାନ କିମ୍ବା ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭ ମିଳିବ ନାହିଁ। ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇବି କେମିତି ସାହାଯ୍ୟ କରିବ ୱାନ୍ ଡିଜିଟାଲ ପରିଚୟ ପତ୍ର ଚାଷୀମାନଙ୍କୁ। ସେକେଣ୍ଡରେ ଏହି ଭିଡ଼ିଓ ମାଧ୍ୟମରେ ଆମେ ଆଲୋଚନା କରିବା ପଞ୍ଜୀକରଣ ପ୍ରକ୍ରିୟାର ଶେଷ ତାରିଖ କ'ଣ ରହିଛି। ଥାର୍ଡରେ ଆଲୋଚନା କରିବା ଏଗ୍ରିଷ୍ଟାକ୍ ପୋର୍ଟାଲରେ ପଞ୍ଜୀକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା କ'ଣ ରହିଛି, ଯାହାର ଡିଟେଲ୍ସ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସେଥିପାଇଁ ଆପଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବିନା ସ୍କିପ୍ରେ। ଯଦି ଏପର୍ଯ୍ୟନ୍ତ ଆପଣ ଚ୍ୟାନେଲରେ ନୂଆ କରି ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଆପଣଙ୍କୁ ଜଣାଇ ଦେଉଛୁ ଯେ 78,505 ଜଣ ଚାଷୀ ଏବେ ବି ତାଲିକାରୁ ବାଦ୍ ପଡ଼ିଛନ୍ତି। ଏହିପରି ଚାଷୀମାନେ କେବଳ ଧାନ କ୍ରୟରୁ ବଞ୍ଚିତ ହେବେ ନାହିଁ, ବରଂ ପ୍ରଧାନମନ୍ତ୍ରୀ କିଷାନ ଏବଂ ଫସଲ ବୀମା ଯୋଜନାର ପରବର୍ତ୍ତୀ କିସ୍ତିର ଲାଭ ମଧ୍ୟ ପାଇପାରିବେ ନାହିଁ। କୃଷି ବିଭାଗ ସମସ୍ତ ଚାଷୀଙ୍କୁ ଯଥାଶୀଘ୍ର ପଞ୍ଜୀକୃତ କରିନେବାକୁ ନିବେଦନ କରିଛନ୍ତି। ଚାଷୀଙ୍କ ସହାୟତା ପାଇଁ ଡିଜିଟାଲ ପରିଚୟ ପତ୍ର ଆବଶ୍ୟକ। ଚାଷୀମାନେ ଜନସେବା କେନ୍ଦ୍ର ଅର୍ଥାତ୍ ସିଏସି, ସମବାୟ ସମାଜ ମାଧ୍ୟମରେ କିମ୍ବା ସିଧାସଳଖ ଏଗ୍ରିଷ୍ଟାକ୍ ପୋର୍ଟାଲ ମାଧ୍ୟମରେ ନିଜକୁ ପଞ୍ଜୀକୃତ କରିପାରିବେ। ପଞ୍ଜୀକରଣ ସମ୍ପୂର୍ଣ୍ଣ ମାଗଣା ଏବଂ ଏହାପରେ ଚାଷୀମାନଙ୍କୁ ଏବେ 11 ଅଙ୍କ ବିଶିଷ୍ଟ ଅନ୍ୟାନ୍ୟ ଚାଷୀ ପରିଚୟ ପତ୍ର ଦିଆଯିବ। ଯଦି ଏପର୍ଯ୍ୟନ୍ତ ଆପଣ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ସମ୍ପାଦନ କରିନାହାନ୍ତି ତାହେଲେ ଅଗଷ୍ଟ 30 ପୂର୍ବରୁ ପଞ୍ଜୀକରଣ କରିନିଅନ୍ତୁ। ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ B1 ଖତିଆନ, ଋଣ ବହି, ଆଧାର କାର୍ଡ ଏବଂ ଆଧାର ସହିତ ଲିଙ୍କ ହୋଇଥିବା ମୋବାଇଲ ନମ୍ବର ସାଙ୍ଗରେ ନେବାକୁ ପଡ଼ିବ। କୃଷି ବିଭାଗ ଅଗଷ୍ଟ 30 ପୂର୍ବରୁ ପଞ୍ଜୀକରଣ କରିବାକୁ ପୁଣି ଥରେ ଅପିଲ କରିଛନ୍ତି। ଆସନ୍ତୁ ଜାଣିବା ଏଗ୍ରିଷ୍ଟାକ୍ ପୋର୍ଟାଲରେ ପଞ୍ଜୀକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନାଗୁଡ଼ିକ। 1ରେ ପଞ୍ଜୀକରଣ ବାଧ୍ୟତାମୂଳକ। ଧାନ ବିକ୍ରୟ କରିବା ପାଇଁ ଚାଷୀମାନଙ୍କୁ ଏବେ ଏଗ୍ରିଷ୍ଟାକ୍ ପୋର୍ଟାଲରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। 2ରେ କେବଳ ପଞ୍ଜୀକୃତ ଚାଷୀମାନେ ଯୋଗ୍ୟ ଅଟନ୍ତି। ଦେଖନ୍ତୁ, କେବଳ ସେହି ଚାଷୀମାନେ ଯେଉଁମାନେ ପୋର୍ଟାଲରେ ପଞ୍ଜୀକୃତ ସେମାନେ ଧାନ ବିକ୍ରୟ କରିପାରିବେ। 3ରେ ମାଗଣା ପଞ୍ଜୀକରଣ ସୁବିଧା। ଦେଖନ୍ତୁ, ଚାଷୀମାନେ କୌଣସି ଦେୟ ବିନା ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ଗ୍ରାହକ ସେବା କେନ୍ଦ୍ରରେ ନିଜକୁ ପଞ୍ଜୀକୃତ କରିପାରିବେ। 4ରେ ଖରିଫ 2025-26 ପାଇଁ ପ୍ରଯୁଜ୍ୟ। ଦେଖନ୍ତୁ, ଏହି ନିୟମ 2025-26 ଖରିଫ ମାର୍କେଟିଂ ବର୍ଷରୁ କାର୍ଯ୍ୟକାରୀ ହେବ। 5ରେ ସରକାରୀ ଯୋଜନାର ଲାଭ। ଦେଖନ୍ତୁ, ପଞ୍ଜୀକୃତ ଚାଷୀମାନେ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଫସଲ ବୀମା, ସିଏମ୍ କିଷାନ, ପିଏମ୍ କିଷାନ ଯୋଜନାରେ ଲାଭ ପାଇବା ସହିତ ଅନ୍ୟାନ୍ୟ ସରକାରୀ ଯୋଜନାରେ ଲାଭ ମଧ୍ୟ ପାଇପାରିବେ।